वासुदेवाय। नमो भगवते श्रीनारायणाय। नमो भगवते श्री पुरुषोत्तमाय। नमो भगवते श्री गुरुदेवाय। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो श्री वैष्णवेभ्यो नमो नमः। श्री वैष्णवेभ्यो नमो नमः। नीलाद्रौ शङ्खमध्ये शतदलकमले रत्नसिंहासनस्थौ सर्वालङ्कारयुक्तं नवगणरुचिरं संयुक्तं चाग्रजेणं भद्राय वामभागे रथचरणस्थौ ब्रह्मरुद्रेन्द्रवन्द्यो वेदानां सारमीशं स्वजनपरिवृकं ब्रह्मदारु स्मरामि दारु ब्रह्म भजामि ब्रह्मदारु नमामि। कारण अशरण शरण नाथ नाथ प्रभु नाथ जगतर नाथ मणिमा जगन्नाथ अभय पदार बिंदर अनंत कोटि दंडवत। प्रातस्मरणीय संध्या पूजन प्रतिष्ठाता सद्गुरु ब्रह्मचर्य अनंत कोटि दंडवत। मोर गुरुकल्प बाबाजी दामोदर दास महाराज अभय चरणार बिंदर अनंत कोटि दंडवत। उपस्थित माँ नाना भाई ब्राह्मण महादेव समस्त से अभय चरणार बिंदर अनंत कोटि दंडवत करी कथा प्रसंग प्रारंभ करें। अति पवित्र दिवस अति पवित्र संध्या आज्ञा अनेक स्थान किसी कारण नथिले कौन सी कार्यक्रम करती नहीं किंतु जोटी देखिए अकारण कारण सी जोटी बिना कारण किसी कार्य घटे ना सेटा मणिमा इच्छा हुए बिना ओकेजन में किसी हुए। कॉलेज देखो किसी ओकेजन नथिले क्लास छुट्टी हम कि किसी गोटे पर्वपर्वाणी नथिले लोक मैंने कॉलेज रे पिला आसवे कि जो दिन देखिब अधिक पिला थे किसी ओकेजन नथिबो किसी माने रिजन नथिबो सेदिन किंतु अधिक पिला थे ताले जानिबे सेदिन कॉलेज रो किसी गोटे अलगा अछि। कहिवार उद्देश्य कोन हाँ भाईना आम कौन गोटे सुंदर कौन गोटे आज गोटे था पर्वटी भाईना जन्मदिन हो माँ जन्मदिन हो नना जन्मदिन हो कि गोटे आज गोटे पर्व रहा आज गोटे कथाटे है गोटे आनंदर कथा से अलग कथा किंतु बिना कारण कथाटे हूँ माने प्रभुंर इच्छा ना आपणकर इच्छा ना नना इच्छा ना भाईना इच्छा ना मोर इच्छा
ହଠାତ୍ ପରଦିନ କଥା ହଉଥିଲୁ, ବାଟରେ ଦେଖା ହେଲୁ, ଭାଇ କହିଲେ ରବିବାର ଦିନ ଯିବା, ହଉ ଯିବା। ଅଚାନକ ପ୍ରୋଗ୍ରାମ, ସେଇଟା ପ୍ରଭୁଙ୍କର ଇଚ୍ଛା। ଯୋଉଟା ହଠାତ୍ ହୁଏ ସେଇଟା ଆମ ଇଚ୍ଛାରେ ହୁଏନି। ତାପରେ ମୋ ଗୁରୁଦେବ କୁହନ୍ତି, ଶାନ୍ତି ହେ ମହାପ୍ରଭୁ, ମୋର ଯେତେ ଇଚ୍ଛା ସବୁ ଅକାରଣ, ସବୁ ବ୍ୟର୍ଥ। କାହିଁକି? ସେ ତୁମ୍ଭ ଇଚ୍ଛା ହୋଇବ ପୂରଣ। ମନୁଷ୍ୟର ସତ ଇଚ୍ଛା କବେ ପୂର୍ଣ୍ଣ ନୁହେଁ। ମନୁଷ୍ୟ ଯେତେ ଇଚ୍ଛା କରୁ, ଲକ୍ଷେ ଇଚ୍ଛା କରୁ, ଆଜ୍ଞା କିଛି ପୂରଣ ହେବ ନାହିଁ। କ'ଣ ପାଇଁ? ଆପଣ କହିବେ ଆମ ଇଚ୍ଛା କାହିଁ ପୂରଣ ହେବ ନାହିଁ? ଇଚ୍ଛା ପୂରଣ ନ ହେବାର ମୁଖ୍ୟ କାରଣ ଆପଣଙ୍କର ସେ ଯେଉଁ ଇଚ୍ଛା ଭିତରେ ନିଜର କିଛି ଗୋଟେ କାରଣ ଥାଏ। ଯେମିତିକି ମୋର ଇଚ୍ଛା ଥିଲା ଟିକେ ଭାଇ ଗିଟାରଟା ବଜେଇବା, ମୋର ଇଚ୍ଛା ଥିଲା, ବର୍ତ୍ତମାନ ଭାଇ ଦେଲେନି। ବର୍ତ୍ତମାନ ସେଇଟା ଭାଇଙ୍କ ହାତରେ ନୁହଁ, ସେଇଟା ମଣିମାଙ୍କ ହାତରେ। ମହାପ୍ରଭୁ କହିଲେ ଯଦି ଏଇନେ ଗିଟାର ଧରି ବସିବ, ସେ କଥାବାର୍ତ୍ତା ଆଉ ହବ ନାହିଁ, ସେ ଏଇଠି ବିରାମ ହେଇଯିବ, ସେ ଆଉ କିଛି ହେଇପାରିବ ନାହିଁ। ତେଣୁକରି ମହାପ୍ରଭୁଙ୍କ ଇଚ୍ଛା ଗିଟାର ରହିଲା, କଥା ସାମନେ ଗୀତାର ଟିକେ ବଜେଇକି ଯିବା। ତେଣୁକରି କହିବାର ମୂଳ ଉଦ୍ଦେଶ୍ୟ କ'ଣ? ମନୁଷ୍ୟ ପାଇଁ ଯୋଉଟା ଲାଭକାରୀ, ଆମ ସମସ୍ତଙ୍କର ପଦେ ପଦେ ମାନେ ପାଦେ ପାଦେର ହିସାବ ମହାପ୍ରଭୁଙ୍କ ପାଖରେ ଅଛି। ଆମେ କ'ଣ କରୁଛେ, କ'ଣ କରିବା, କ'ଣ କରିଥିଲେ, ସବୁ ଆମ ମଣିମାଙ୍କ ପାଖରେ ଅଛି। ଆମକୁ କ'ଣ ଆବଶ୍ୟକ, କ'ଣ ଅନାବଶ୍ୟକ, ସେଇଟା ମଧ୍ୟ ମଣିମା ଜାଣନ୍ତି। ତେଣୁକରି ଆମେ ଚାହୁଁଥିବା ପ୍ରତ୍ୟେକଟି ବସ୍ତୁ ଆମ ପାଖକୁ ମିଳିପାରେ ନାହିଁ। କାହିଁକି? ମହାପ୍ରଭୁ ଦେଖନ୍ତି, ଯଦି ବର୍ତ୍ତମାନ ସେ ପିଲାଟିକୁ ସେ ଜିନିଷଟିଏ ଦେଇଦେବି, ତାହେଲେ ପିଲାଟି ବିଗିଡ଼ିଯିବ। କାହିଁକି ନା ଯେତେବେଳେ ମା ଛୋଟବେଳେ ପୁଅ କହିବ, ମା ମୋତେ ଫୋନ୍ଟିଏ ଦରକାର, ମା କହିଲେ ବାପ ସମୟ ହୋଇନାହିଁ, ଟିକେ ବଡ଼ ହ, ସବୁ +2 +3 ପଢ଼, ଫୋନ୍ଟି ଗୋଟେ ଚଲେଇବ ଆଉ କ'ଣ କୁହନ୍ତି। ମା କୁହେ କାହିଁକି ନା ମା ଜାଣିଛି ଯେ ପିଲା ଫୋନ୍ ଧରିଲେ ଯେତିକି ଅଗ୍ରଗତି କରିବ, ତାଠାରୁ ଅଧିକ ଅଧୋଗତି କରିବ। କାହିଁକି ନା ସେ ମୋବାଇଲରେ ଏପରି କିଛି ଜିନିଷ ଅଛି ଯୋଉଟାକି ଆମ ଇନ୍ଦ୍ରିୟ ମାନଙ୍କୁ ତା ପ୍ରତି ଆକର୍ଷିତ କରିବ। ନିହାତି ରୂପେ ଆମେ ଯେହେତୁ ଏଇ ରକ୍ତ ମାଂସ ଶରୀରରେ ଗଢ଼ା, ଆମ ଶରୀର ଏ ରକ୍ତ ମାଂସରେ ଗଢ଼ା, ତେଣୁକରି ତାର ତା ଭିତରେ ଗୁଣ ରହିବ ଏବଂ ଅବଗୁଣ ମଧ୍ୟ ରହିବ। କିନ୍ତୁ ଆଜ୍ଞା ସବୁବେଳେ ମନେ ରଖିଥିବେ, ଧର୍ମ ଶେଷରେ ଆସେ କିନ୍ତୁ ଏକାଥରେ ସ୍ଥାପିତ ହେଇକି ବସେ। ଦୁର୍ଗୁଣ କ'ଣ କରେ? ପ୍ରସାର ପ୍ରସାର ହେଇଯାଉଥିବ, ଏକାଥରେ ଥମ୍ ହେଇ ପଡ଼ିବ। ଦେଖନ୍ତୁ ରାବଣ କେତେ କେତେ ବର୍ଷ ପର୍ଯ୍ୟନ୍ତ ନିଜର ପ୍ରତିଷ୍ଠା ନ କଲା, ଏକାଥରେ ରାମଚନ୍ଦ୍ର ଆସିଲେ, ଧର୍ମ ଥରେକରେ ଆସିଲେ, ପ୍ରତିଷ୍ଠା କରିଦେଲା। କଥା ହେଲା ସେଇଆ। ଆମର ଦୁର୍ଗୁଣ ବହୁତ ବଢ଼ି 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 ଶେଷ ସମୟ ଯାଏ ଯିବ। ଯେତେବେଳେ ଧର୍ମ ଆସିବ ନା, ଏପରି ପ୍ରତିଷ୍ଠା କରିବା, ଆମର ଦୁର୍ଗୁଣ ସବୁ ବିନାଶ ହେଇଯିବ ଏବଂ ସବୁ ସଗୁଣ ପ୍ରକାଶିତ ହେଇଯିବ। କହିବାର ମୂଳ ଉଦ୍ଦେଶ୍ୟ କ'ଣ? ଆମର ସେଇ ଦୁର୍ଗୁଣ ସୁଗୁଣକୁ ନେଇ ପ୍ରଭୁ ଆମକୁ ଯାହା ଆବଶ୍ୟକ ତାହା ଦିଅନ୍ତି, ଆଉ ଯୋଉଟା ଅନାବଶ୍ୟକ ସେଇଟାକୁ ପ୍ରଭୁ ଦୂରିତ ରଖନ୍ତି। ଈଶ୍ୱର ଯାହା କରନ୍ତି ଜୀବର ମଙ୍ଗଳ ପାଇଁ। ତେଣୁକରି ଆଜିର ଅତି ଆନନ୍ଦମୟ ପୁରା ମାନେ ଦେଖନ୍ତୁ କେମିତି ଆନନ୍ଦ ଲାଗୁଛି। ଆଜି ଗୋଟେ ଅଲଗା ଆନନ୍ଦ, ଆଜି ଗୋଟେ ମନ କୋଉଠି ନାହିଁ। ଦିନ ଯାକ ଆଜି ଆଶ୍ରମରେ ବିତିଲା ଦିନ, ସନ୍ଧ୍ୟାବେଳକୁ କେତେ ସୁନ୍ଦର ପାବନ କଥା, ପୁଣି ସନ୍ଧ୍ୟା ସରିଲେ ମହାପ୍ରଭୁଙ୍କର ରାତିରେ ଦର୍ଶନ। ଏ ଯୋଉ ଆନନ୍ଦ, ଏ ଆନନ୍ଦ କୋଉଠି ମିଳିବ ନାହିଁ। କାହିଁକି? ଯିଏ ସଚିଦାନନ୍ଦଙ୍କର ଶରଣାଗତ ହବ, ତାକୁ ହିଁ ଆନନ୍ଦ ମିଳିବ। ସଚିଦାନନ୍ଦ ରୂପାୟ ବିଶ୍ୱୋତ୍ପତ୍ତ୍ୟାଦି हेतवे तापत्रय विनाशाय श्रीकृष्णाय वयं नमः। हे केशव, हे कृष्ण, हे करुणैक सिंधु, हे दीनु बंधु। कौन कहते भक्त मैंने, हे प्रभु, हे सच्चिदानंद स्वरूप, हे सच्चिदानंद स्वरूप, ये सदा ये सदा सत्य रुहति, जहाँ सदा चेतना थाए और ये सदा आनंद रुहति। हे सच्चिदानंद प्रभु, ये संसार तीनोटी ताप को विनाश करिवार सक्षमता रखती। हे प्रभु, आपको आम प्रणाम जनाऊँ। कहीं नम गुरुदेव कहते, सदानंद जार चित्त से ही ज्ञानी
ଭକ୍ତ ଶ୍ରେଷ୍ଠ। ଭକ୍ତ ଶ୍ରେଷ୍ଠ କିଏ ନା ସେ ସଦାନନ୍ଦ। এই ସଦାନନ୍ଦର ଗୋଟେ ସୁନ୍ଦର କଥାଟିଏ ମନେ ପଡ଼ିଲା। ଦିନକର ଘଟଣା ଆଜ୍ଞା। ପ୍ରଭୁ ଶ୍ରୀ ଶିବ ଶମ୍ଭୁ ଆଜି ଯାଇଛନ୍ତି କୋଉଠିକି ନା ଅଗସ୍ତ୍ୟ ଋଷିଙ୍କ ପାଖକୁ ଯାଇଛନ୍ତି ରାମ କଥା ଶୁଣିବା ପାଇଁ। ରାମ କଥା ସୁନ୍ଦର କର ତାରି ସଂଶୟ ବିହଙ୍ଗ ଉଡ଼ାବତ ମାରି। ରାମ କଥା ଏପରି ଗୋଟେ କରତାଳ ଯାହାକୁ ମାରିବା ପରେ, ଯେଉଁ ତାଳିକୁ ମାରିଲା ପରେ ଆମକୁ ସଂଶୟ ରୂପକ ବିହଙ୍ଗ ଆମର ଉଡ଼ିଯିବେ ଆଜ୍ଞା। ଆମ ମନରେ ଯେଉଁ ସଂଶୟ ଥାଏ, ଆମର ଭାଗବତରେ କହିଛନ୍ତି ନା, ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି ମାୟା ସାଗରୁ ତରି ଯାଆନ୍ତି। ତେଣୁକରି ଆମର ତତ୍ତ୍ୱ ଯେ ପର୍ଯ୍ୟନ୍ତ ଆମର ତ ଭ୍ରାନ୍ତି ନ ତୁଟିଛି, ଆମେ ଆଉ ମାୟା ସାଗରୁ ତ ତରି ପାରିବା ନାହିଁ। ତେଣୁକରି କହିଲେ ରାମ କଥା ସୁନ୍ଦର କରତାଳି। ରାମ କଥା ଗୋଟେ ସୁନ୍ଦର କରତାଳି ପରି, ତାଳି ମାରିଲେ ଯେପରି ଭାବରେ କାଉ କୋଇଲି ଯିଏ ବି ବସିଥାନ୍ତୁ ଆପଣଙ୍କ ଛାତ ଉପରେ ଉଡ଼ି ଯାଆନ୍ତି, ଠିକ୍ ସେହିପରି ଭାବରେ ଆଜ୍ଞା ତାଳି ମାରିବା ଦ୍ୱାରା ଆମ ମନରେ ଥିବା ସଂଶୟ ଉଡ଼ିଯିବ। କୋଉ ତାଳି? ରାମ କଥା ରୂପକ ତାଳି। ଆଜି ସେଇ ରାମ କଥା ଶୁଣିବାକୁ ଯାଇଛନ୍ତି କିଏ? ଶ୍ରୀ ଶିବ ଶମ୍ଭୁ। କୋଉଠିକି? ଅଗସ୍ତ୍ୟ ଋଷିଙ୍କ ପାଖକୁ। ଯିଏ ସଦା ରାମ ନାମରେ ବୁଡ଼ିକି ଅଛନ୍ତି, ସେ ମଧ୍ୟ କଥା ଶୁଣିବାକୁ ଯାଉଛନ୍ତି। ସେ ମଧ୍ୟ କଥା ଶୁଣିବାକୁ ଯାଉଛନ୍ତି। ଯେତେବେଳେ ଯାଇ ପହଞ୍ଚି ଗଲେ ଅଗସ୍ତ୍ୟ ଋଷିଙ୍କ ପାଖରେ, ଅଗସ୍ତ୍ୟ ଋଷିଙ୍କ ପାଖରେ ପହଞ୍ଚିଲା ପରେ ଯେତେବେଳେ କଥା ଚାଲିଛି, ମାତା ସତୀ କହିଲେ କ'ଣ ମୁଁ ଗୋଟେ ତା କଥା ବସି ଶୁଣିବି? ସିଏ ଗୋଟେ କ'ଣ କଥା କହିବ, ମୁଁ ତା କଥା ଶୁଣିବି? ମୁଁ ଦେବଦେବ ମହାଦେବଙ୍କର ପତ୍ନୀ, ମୁଁ ତା କଥା ଶୁଣିବି? ହଉ, ରାମ କଥାକୁ ସିଏ ଅବମାନନା କରିଦେଲେ। ଆଉ ଯେତେବେଳେ ରାମ କଥାକୁ ଅବମାନନା କରିଛନ୍ତି, ମା ଯେ ଶୁଣେ ହରିଙ୍କର କଥା, ଜୀବନେ ନାହିଁ ତାର ବ୍ୟଥା। ହରି କଥା ଶ୍ରବଣ ମାତ୍ରକେ ଆଜ୍ଞା ଜୀବନର ସବୁ ଦୁଃଖ ଦୂର ହେଇଯାଏ। ଏହା ନିରାଟ ସତ୍ୟ। ମାତ୍ର ସେ କଥାକୁ ଆମେ ସହ ହୃଦୟରେ ଏବଂ ଭକ୍ତିପୂର୍ଣ୍ଣ ସହିତ, ବିଶ୍ୱାସର ସହିତ ଶୁଣିବାର ଅଛି। ଆମ ଗୁରୁଦେବ କୁହନ୍ତି, ଅଛି ଯେବେ ତୋର ଦୃଢ଼ତା ବିଶ୍ୱାସ, ଅର୍ପଣ କରିଛୁ ଯେବେ ତୁ ସର୍ବସ୍ୱ, ଅବଶ୍ୟ ସେ ପ୍ରଭୁ କ୍ଷମିବେ ତ ଦୋଷ, ଅନ୍ତିମେ ହୋଇବେ ସାହା। ଲୋ ମା, ଗୁରୁଦେବ କହିଲେ ଅଛି ଯେବେ ତୋର ଦୃଢ଼ତା ବିଶ୍ୱାସ, ଅର୍ପଣ କରିଛୁ ଯେବେ ତୋ ସର୍ବସ୍ୱ। ତୁ ସର୍ବସ୍ୱ ଅର୍ପଣ କରିଛୁ କହୁଛୁ ତ? ହଁ, ମୁଁ ସର୍ବସ୍ୱ ଅର୍ପଣ କରିଛି। ତାହେଲେ ଅଚିନ୍ତାରେ ବସି ପଡ଼। କାହିଁକି ନା ତୋର ମାଲିକ ଅଛି, ଆଉ ତୋ ମାଲିକ ନିହାତି ତୋତେ ଶେଷ ବେଳରେ ସାହା ହବ। ତେଣୁକରି କହିବାର ଉଦ୍ଦେଶ୍ୟ କ'ଣ? ଯେତେବେଳେ ପ୍ରଭୁଙ୍କର କଥା ଶୁଣିବାକୁ ଯାଇ ପହଞ୍ଚି ଯାଇଛନ୍ତି ଦେବଦେବ ମହାଦେବ, ଅନେକ ଦିନ କଥା ହେଲା। କଥା ଶୁଣି ଯେତେବେଳେ ମହାପ୍ରଭୁ ଫେରୁଛନ୍ତି, ମହାଦେବ ଯେତେବେଳେ ଫେରୁଛନ୍ତି, ବାଟରେ ପଡ଼ିଲା ଗୋଟେ ଅରଣ୍ୟ। କୋଉ ଅରଣ୍ୟ? ନୈମିଷ ଅରଣ୍ୟ। ନୈମିଷ ଅରଣ୍ୟ ଭିତରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଦର୍ଶନ ପାଇଲେ କିଏ? ଦେବଦେବ ମହାଦେବ। ଆଜ୍ଞା, ରାମଚରିତ ମାନସର ଗୋଟେ ସୁନ୍ଦର ନିୟମଟିଏ ଅଛି। ଯଦି ଆପଣ କଥା ଶୁଣିଲା ପରେ ପ୍ରଭୁଙ୍କର ଦର୍ଶନ ନ କରୁଛନ୍ତି, ପ୍ରାୟତଃ କଥା ଶୁଣିବା ବିଫଳ ହେଇଯାଏ। ତେଣୁକରି ସବୁବେଳେ କଥା ଶୁଣିଲା ପରେ, ଯେ ବର୍ତ୍ତମାନ ସ୍କନ୍ଦ ପୁରାଣ ଚାଲିଛି, ନିହାତି ସ୍କନ୍ଦ ପୁରାଣ ଶୁଣିଲା ପରେ ମହାପ୍ରଭୁଙ୍କ ଦର୍ଶନ କରିବେ। ରାମଚରିତ ମାନସ ଚାଲିଛି, ରାମଚରିତ ମାନସ ସରିଲା ପରେ ନିହାତି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଦର୍ଶନ କରିବେ। ଭାଗବତ ଚାଲିଛନ୍ତି, ଭାଗବତ କଥା ପରେ ନିହାତି ଯାଇ ଶ୍ରୀକୃଷ୍ଣଙ୍କର ଟିକେ ଦର୍ଶନ କରିବେ। ଆଉ ଯଦି ଆପଣଙ୍କ ପାଖରେ ରାମଚନ୍ଦ୍ର ରାଜା ମଣିମାଙ୍କର ଦର୍ଶନ କଲେ ହବ ନାହିଁ? ହବ। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ସବୁ ସେଇ ଏକ। ମାତ୍ର ଆମେ ଭିନ୍ନ ଭିନ୍ନ କରିଦେଇଛେ। ଆମ ନିଜ ମତାନୁସାରେ ଆମେ ଭିନ୍ନ ଭିନ୍ନ କରିଦେଇଛେ। କିନ୍ତୁ ମଣିମା କ'ଣ କହୁଛନ୍ତି? ମୁଁ ଭିନ୍ନ, ମହାପ୍ରଭୁ ପୁରା ଏକ। କହିବାର ଉଦ୍ଦେଶ୍ୟ କ'ଣ? ଯେତେବେଳେ ପ୍ରଭୁ ରାମ କଥା ଶୁଣିକି ଯାଉଛନ୍ତି, ଗଲା ସମୟରେ ନୈମିଷ ଅରଣ୍ୟରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଦର୍ଶନ ପାଇଗଲେ। ଯେତେବେଳେ ପାପ ତା ପୁଅକୁ ନ ପାଏ, ଆଉ ଯେତେବେଳେ ପାଇଯାଏ, ପାଇଲା ପରେ ସେ ଯେଉଁ ଆନନ୍ଦ, ବା ପୁଅ ବାପାକୁ ନ ପାଉଥିବ, ପାଇଲା ପରେ ଯେଉଁ ଆନନ୍ଦ, ସେଇ ଆନନ୍ଦ ଆଜି ଲାଗିଲା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ଦେଖିଲା ପରେ ଆଜି ଦେବଦେବ ମହାଦେବକୁ।
महादेव कहती रामचंद्र हेले मो बापा और रामचंद्र कहती महादेव हेले मो बापा उभय उभय बोली संबोधन करती जितेबाला महादेव देखिले रामचंद्र को जय सचिदानंद जय सचिदानंद जय सचिदानंद कही डेई पड़े वृषभ आज सती माता कहते प्रभु आपण तो देवदेव महादेव आपण पुणी क्या सचिदानंद को डाकिकी एत जोरे चित्कार करी वृषभ उपर डेई पड़ प्रभु कहले सी देख लीला चली तो माया धर माया रचिकी खेलुंट मो गुरुदेव कहले कौन कहते गुरुदेव ना माया धर माया रचि खेले जहाँ बारे माया संसार रे टिके जहाँ माया धर माया रचि खेले जहाँ बारे माया संसार आ से माया धर केमिति खेलुची ना बापा भाई होई छुआ रूपे से खेलई भयालु काल से होई काया कुपुणी ना सोई तार लीला मन तार लीला के बुझी न पारे रे जहाँ बारे माया संसार रे तार लीला किए बुझीब अपरंपार लीला तार ता लीला को बुझीबार सक्षमता आम पाखे नहीं आम जिते चाहिए तार लीला को आम बुझी पारिबा नहीं अनेक लीला करिसेंती अनेक लीला करिसेंती अनेक लीला करिसेंती महाप्रभु जेबळे माता सती कहिले आपण सचिदानंद बोली कहउछंती आपण से को पटु सचिदानंद बोली लागिले कौन एमिति कार्य कले जे आपण से सचिदानंद बोली लागिले देख तेज कौन कौच ना से सचिदानंद ये सत चेत आनंद थी अर्थात ये सत्य सदा मिथ्या माया संसार से भूली द्वितीय ये सदा सर्वदा चेतना रे थी तृतीय ये सदा आनंद थी सी है सचिदानंद ताले वर्तमान ये सचिदानंद केमिति ये तो असत कथा पछरे कांदुछंती पत्नी हजिगला बोली आज प्रभु कांदुछंती ताले केमिति सचिदानंद हेले जदि ये चेत बा चेतना रे अछंती ताले तो जड़ वस्तु गछ को जाई पचारुछंती रे गछ मो पत्नी की देखिछु रे पर्वत मो पत्नी की देखिछु रे नदी मो पत्नी की देखिछु ताले ये कोन चेतना रे अछंती तृतीय आनंद जदि ये सत्य सचिदानंद तो आनंद रहा कथा पत्नी जाऊ भाई जाऊ संसार जाऊ सब जाऊ ये तो आनंद रहा कथा या आखिरे पुणी लुह ताले तुम कौन कहूच ये सचिदानंद नुहति ना ना ताले चाहूच कौन ना मु परीक्षा करी माता सती कहले हे नाथ आज मु परीक्षा करी जेतबेले पहुंची जाइछथि प्रभु श्री रामचंद्र सम्मुख केमिति गले निजर पत्नी माने सतीर रूप को छाड़ी सीता रूप को धारण करले सीता रूप को जेतबेले धारण करे पहुंची जाइछथि प्रभु श्री रामचंद्र सम्मुख एमती पड़े गले आज माँ कहती लक्ष्मण लाल जानी पारे कहले ये मो माँ नुहति ये मो माँ नुहति कहीं जेतबेले प्रभु श्री रामचंद्र चलती पादर चिन्ह उपरे काले माता सीतांकर पाद पड़ीज बोली तलू को देखी देखी एपड़ सेपड़ ही चलती आगे आ लक्ष्मण लाल कौन करती प्रभुंकर जुगल चरण एवं माँ चरण उभयंकर चरण को परिक्रमा करी बाटे चली चली जाती आगे भाविले किपरि स्नेह प्रभु प्रति किपरि भक्ति किपरि भाव प्रभु कहबार उद्देश्य कौन जितेबाला माँ जा पहुँची जाइछंती लक्ष्मण लाल कहले ये माता सीता नुहति ये मो माँ नुहति कहीं ना केबे आज पर्यंत मो माँ प्रभु सम्मुख जाई नांती और माता सती सीता रूप कहीं धारण कले माँ कहले जितेबाला मु सीता रूप धारण करे जीवी
रामचंद्र मत पत्नी भाभी के कुंडई पकेबे से समय को प्रमाण करेंगे ये ब्रह्म नुहंती ये ब्रह्म नुहंती ये ब्रह्म नुहंती ये तो साक्षात ब्रह्म याकू बा किए को लीला फसेबो याको माया रे तो समस्त बुडबू अब याकू किए पुडी माया रे फसेबो प्रभु जेतबे देखि देले माता सती को प्रणाम कर देले मां लो मां तुम एकुटिया बुलुच बड़े मो पत्नी को मुझे एकुटिया छाड़ी जाइली वर्तमान रावण नहीं जाइए तुम एकुटिया बुलुच मो बापा कौटी बापा को सांगे नहीं बुल काले हैरान रे पड़ माता सती आ किसी कही पारे ना जानी पारे जे प्रकृत ये ब्रह्म आ मत किसी परीक्षा करने को पड़ो ना किंतु आपण टका 300 देकरी गोटे यात्रा टिकेटा किणी यात्रा न देखिले कौन भल लगे पैसाटा पड़ेगा ना कहबार मोर उद्देश्य कौन एत कष्ट करी माता सती जाइछंती टिके जादू न देखिले प्रभुकर मायाटा न देखिले आपण आनंद लगे कि तो माया धर टिके माया न कले ताकटे भल लागबनी प्रभु टिके माया रची देले केमिति माया जेतबेले माता सती कही कि फेरुछंती जे हो मु एथरक आसुची सेही समय हठात सिया राममय सब जग जानी जुआड़े चाहिए जुआड़े चाहिए जुआड़े चाहिए ऊपर को चाहिए प्रभु सिया राम तलू को चाहिए सिया राम आगे पछरे जुआड़े चाहिए सियाड़े सिया राम जुआड़े यत्र तत्र सर्वत्र यत्र पश्यति तत्रैव सिया राम सिया राम सिया राम जुआड़े चाहिए सियाड़े सीता राम प्रभु लीला रचिले आउ माता संभाली पारे नहीं दौड़ी पलि आसे स्वामी को पाख आउ पहुँची जाइए आज्ञा देवदेव महादेव सब जापारे सर्वज्ञ सर्वज्ञात्वा जी सब किसी जानती कौन जनइबा आम गुरुदेव कहते किस बा जनइबी आहू जना थिबा जहा तुम्हें जान ताहा अधिक किस बा कहबी हे गुरुदेव हे प्रभु हे नाथ आपन को कौन बा जनइबी आपन को जहाँ जनइबा को चाहे आप सब जानती कौन जनइबी माता शक्ति आउ कौन कहे प्रभु तो सब जानी तथापि प्रभु जानी शुणी पचारे माँ परीक्षा कल माँ कहले नाई प्रभु आ परीक्षा कले ना कौन पाई परीक्षा कले ना मो स्वामी जो कहते से सचिदानंद आ मो स्वामी को कथा को उल्लंघन कर मिथ्या कह आ प्रभु से समय त्याग कर मनरे विचार कले जे वर्तमान आरंभ करी जे पर्यंत सती ये शरीर को धारण करिसंती ये शरीर को मुआउ ग्रहण करी नहीं कहीं जेहेतु ये से शरीर में बड़ माँ को रूप को धारण करते कथा को शुणिला आकाश रु शून्यवाणी है कहले कौन ना हे प्रभु देव देव महादेव आपण निज मन जो संकल्पटी को धारण कर अति उत्तम संकल्प से समय माँ पचारे हे नाथ आप कौन संकल्प ग्रहण कर मत भी कह ना महाप्रभु कहे नीरव पलि गले निजर से हिमालय पुनः कैलाश रे बसी प्रभु निजर समाधि बसी पड़े अनेक दिन पर जिते चक्षुटे पिटिला माता सती विभिन्न प्रकार सरंजम धरी प्रभु को पाखे पाद वंदना करदे कहीं से तोषेकर तोपेकर गोपीकर उभयर वर दिखती तोष हेले वर दिखती गोप हेले से वर ही दिखती आज माता अति सुंदर भाव पाद सेवा करते सुंदर भाव वंदापना करते सुंदर भाव आरती करते किंतु प्रभु बोले नाई माँ आउ ग्रहण करेंगे ना कहबार उद्देश्य कौन देखो प्रभु किपर सब लीला रचुंट किपर लीला रचुंट से मणिमा पाखे जेहेतु कथा हो मणिमा पंचकोश भितर कथा हो जेहेतु से महाप्रभु कथा टे शुणव अति सुंदर भाव स्कंद पुराण रे कहते आज्ञा स्कंद पुराण रे वर्णना अच्छी ऋषि मैंने कहते कौन कहले न दर्शन मुक्ति साक्षात्
सर्वतीर्थ फलप्रद दंडो विस्तरतो ब्रूहि तत्क्षेत्र केन निर्मितम्। हे जैमिनी ऋषि, हे महाभाग, आपण दया करी कहतु ना, जो क्षेत्र दर्शन मात्र के मुक्ति, दर्शनान मुक्ति दव साक्षात सर्व तीर्थ फलप्रद। सब तीर्थ मानकर मध्य फल प्राप्त हो जाए से मणिमाकर दर्शन मात्र के। दर्शनान मुक्ति दह साक्षात सर्व तीर्थ फलप्रद। सब तीर्थर मध्य फल मिल जाए। पहले कौन से मणिमाकर दर्शन मात्र के तो सब तीर्थर फल मिल जाए, सब आमको मुक्ति मध्य मिल जाए। एबे आमे कहिबा एते लोक आसुଛନ୍ତି मणिमाଙ୍କ दर्शନରେ, ତାହେଲେ ତ ସମସ୍ତଙ୍କୁ ମୁକ୍ତି ମିଳିଯିବ, ସମସ୍ତଙ୍କୁ ତୀର୍ଥର ଫଳ ମିଳିବ। ଆଜ୍ଞା, ଏଇ ପ୍ରଶ୍ନ ମୁଁ ମଧ୍ୟ ପଚାରିଥିଲି। ଜଣେ ସନ୍ଥକୁ ପଚାରିଲି, ହେ ସନ୍ଥ ମହାଭାଗ, ଆପଣ ଟିକେ କୃପା କରି କୁହନ୍ତୁ ନା। କହିଲେ ଯେ ଦର୍ଶନାନ ମୁକ୍ତି ଦହ ସାକ୍ଷାତ ସର୍ବ ତୀର୍ଥ ଫଳପ୍ରଦ। ମହାପ୍ରଭୁଙ୍କ ଦର୍ଶନ ମାତ୍ରକେ ମୁକ୍ତି, ଆଉ ସବୁ ତୀର୍ଥର ଫଳ ମଧ୍ୟ ମିଳିଯାଏ। ତ ଏବେ ଯେତେ ଜଣ ସବୁ ଆସିଥିଲେ ମଣିମାଙ୍କର ଦର୍ଶନ କଲେ ରଥଯାତ୍ରାରେ, ଆଉ ଏବେ ମଧ୍ୟ ଯେତେ ଜଣ ଆସୁଛନ୍ତି ମଣିମାଙ୍କର ଦର୍ଶନ କରୁଛନ୍ତି, ସିଂହଦ୍ୱାର କ୍ରସ କଲା ପରେ ମହାପ୍ରଭୁଙ୍କର ମଣ୍ଡପ ଭିତରେ ଯେତେ ଜଣ ଦେଖୁଛନ୍ତି, କ'ଣ ସମସ୍ତେ ମୁକ୍ତି ପାଇବେ? ସନ୍ଥ ମହାଭାଗ କହିଲେ, ଯଦି ଦର୍ଶନ ମାତ୍ରକେ ମୁକ୍ତି ମିଳୁଛି, ତାହେଲେ ତାର ଦର୍ଶନ ମାତ୍ରକେ ମନର ମଧ୍ୟ ପରିବର୍ତ୍ତନ ଘଟିଯିବ। କାହିଁକି ନା ଆମର ପ୍ରଶ୍ନ ଥିଲା କ'ଣ, ସେ ତ ଦର୍ଶନ କରିକି ଗଲେ, କିନ୍ତୁ ଯଦି ତାଙ୍କ ଦ୍ୱାରା କିଛି କର୍ମରେ ତ୍ରୁଟି ଘଟେ, ତାହେଲେ କ'ଣ ଆଉ ମୁକ୍ତି ମିଳିବ? ସେହି ସମୟରେ ସନ୍ଥ ଜଣକ କହିଲେ ଯେ ଆଉ ବ୍ୟସ୍ତ ହୁଅନି, ମହାପ୍ରଭୁଙ୍କ ଦର୍ଶନ ପରେ ସ୍ୱତଃ ମନର ପରିବର୍ତ୍ତନ ଘଟେ, ଆଉ ଏପରି କିଛି ତ୍ରୁଟି କାର୍ଯ୍ୟ ହୁଏନି ଯାହାଦ୍ୱାରା କି ଆମକୁ ମୁକ୍ତି ପଥରୁ ବିଚ୍ୟୁତ କରାଯିବ। ତେଣୁକରି କହିବାର ଉଦ୍ଦେଶ୍ୟ କ'ଣ, ସେ ମଣିମାଙ୍କର କେତେ ଜଣ ଭକ୍ତ ଅଛନ୍ତି? ଆଜ୍ଞା, ଅନେକ ଭକ୍ତ, ଅସଂଖ୍ୟ ଭକ୍ତ, କେତେ ଆପଣ ଗଣିବେ, ଅନେକ ଭକ୍ତ ଅଛନ୍ତି। କିନ୍ତୁ ଆଜି ଭକ୍ତବର ସାଲବେଗଙ୍କ କଥା ଟିକେ ଶୁଣିବା। ଆଜି ସକାଳେ ଭାଇ ବି ମୋତେ କହୁଥିଲେ ଆଜିରେ ସାଲବେଗଙ୍କ କଥା କରିବା। ଆପଣମାନେ ସମସ୍ତେ ଜାଣନ୍ତି କିପରି ଭାବରେ ତାଙ୍କର ଜନ୍ମ ଘଟିଥିଲା। ତାଙ୍କ ମା ଜଣେ ବ୍ରାହ୍ମଣୀ, ବାପା ମୁସଲମାନ, ଆଉ ତାଙ୍କର ପ୍ରତିଟି ପଦରେ ସେ କହିଛନ୍ତି ଯେ ଶ୍ରୀରଙ୍ଗା ଚରଣ ତଳେ ପଶୁ ଅଛି ଶରଣ। ଅତି ସୁନ୍ଦର ଭାବରେ ସେ ସବୁଠାରେ କହିଛନ୍ତି ଯେ ଏ ଯବନ ଜାତି, ମୁଁ ହେଲି ଯବନ ଜାତିରେ ଯବନ ହେ ମଣିମା, ମୁଁ ଏପରି ଜାତିରେ ଜନ୍ମଗ୍ରହଣ କରିଛି ଯେଉଁ ଜାତିରେ ମୁଁ ପାଣି ଦେଲେ ଆମର ପିତୃପୁରୁଷ ମାନେ ମଧ୍ୟ ପାଇବେ ନାହିଁ। ଆଜ୍ଞା, ଛୋଟବେଳୁ ଯେଉଁ ମାଟିଏ ରାତି ପାହିଲେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନିଜ ମନରେ ଚିନ୍ତନ କରୁଥିଲା, ମନନ କରୁଥିଲା, ଭଜନ କରୁଥିଲା, କୀର୍ତ୍ତନ କରୁଥିଲା, ସେ ମାର ପିଲା କେବେ ହେଲେ ତା ବିପରୀତ ଯିବ କି? ନିହାତି ସେ ମା ଛୋଟବେଳୁ ତା ପିଲାଟିକୁ ସଂସ୍କାରରେ ବଢେଇଲେ। ନିହାତି ସେ ମାଟି ତାଙ୍କ ପିଲାକୁ ସଂସ୍କାରରେ ବଢେଇଲେ। ମା ଏହିପରି ଭାବରେ ଅନେକ ଦିନ ବିତିଲା। ମା ପ୍ରତିଦିନ ନିଜ ପୁଅକୁ କୁହନ୍ତି, ତାପରେ ଶ୍ରୀକ୍ଷେତ୍ରରେ ଅମୁକ ଗଳିରେ ଅମୁକ ଦେବତା ଅଛନ୍ତି, ସମୁକ ଗଳିରେ ସମୁକ ଦିଅ ଅଛନ୍ତି, ମନ୍ଦିର ଭିତରେ ଅମୁକ କୋଣରେ ଅମୁକ ଦିଅ ଅଛନ୍ତି, ଏଠି ବଟ ଜଗନ୍ନାଥ ଅଛନ୍ତି, ସେଠି ବଟ ଗଣେଶ ଅଛନ୍ତି, ଏଠି ବଟ ବୃକ୍ଷ ଅଛନ୍ତି, ସେପଟେ ତଡ଼ପ ମଣ୍ଡପ, ଏପଟେ ମୁକ୍ତି ମଣ୍ଡପ, ସେପଟେ ମା ବିମଳା, ଏପଟେ ମା କମଳା, ମଝିରେ କ୍ଷୀରଚୋରା ଗୋପୀନାଥ, ଆଦି ନୃସିଂହ, ଏମିତି ଏମିତି ରୋହିଣୀ କୁଣ୍ଡ, ସବୁ ସ୍ଥାନରେ କ'ଣ କ'ଣ ଅଛନ୍ତି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଦିଅନ୍ତି। ଆଉ ପିଲା ମଧ୍ୟ ନିଜ ଚିନ୍ତନ ଶକ୍ତିରେ, ମନନ ଶକ୍ତିରେ ସବୁ କଥା ମନେ ରଖିଥାଏ। ଦିନକର ଘଟଣା, ମା ଅନେକ ଲୋକ ନିଜର ଗଣ୍ଠିଲି ଧରି ଶଗଡ଼ ଗାଡ଼ିରେ ନଦୀ, ଆଉ ଅନେକ ଲୋକ ଚାଲି ଚାଲି ମା ଯାଉଥାନ୍ତି ନିଜ ଗଣ୍ଠିଲି ଧରି। ସେହି ସମୟରେ ସାଲବେଗ କହିଲେ, ମା ଏ ସମସ୍ତେ କୁଆଡ଼େ ଯାଉଛନ୍ତି?
ମା କହିଲା ବାପ ସମସ୍ତେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଯାଉଛନ୍ତି କାହିଁକି ନା ମଣିମାଙ୍କର ଯେଉଁ ଦର୍ଶନ ପାଇଁ ଯାଉଛନ୍ତି ମହାପ୍ରଭୁଙ୍କର ବର୍ତ୍ତମାନ ସମୟ ହେଲା ମଣିମା ଆଇଲେ ବାହାରକୁ ଆସିବେ 9 ଦିନ କାଳ 9 ଦିନ ପର୍ଯ୍ୟନ୍ତ ମଣିମା ବାହାରକୁ ଆସିବେ ଅତି ସୁନ୍ଦର ଭାବରେ ଟିକେ ଯେଉଁମାନେ ଜାତି କୁଳ ଧର୍ମ ବାହାରେ ହିନ୍ଦୁ ଧର୍ମ ବାହାରେ ଯେଉଁମାନେ ଦେଉଳ ଭିତରକୁ ନ ଯାଇପାରିବେ ସେମାନଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ସମସ୍ତେ ବର୍ତ୍ତମାନ ମଣିମାଙ୍କୁ ରଥ ଉପରେ ଦର୍ଶନ କରିବେ କହିଲେ ରଥେ ତୁ ବାମନ ଦୃଷ୍ଟା ପୁନର୍ଜନ୍ମନର ବିଦ୍ୟତେ ଚାପେ ଚୁ ମଧୁସୂଦନ ଆପଣ ଚାପରେ ମଧୁସୂଦନଙ୍କର ଦର୍ଶନ ଦୋଳେତୁ ଦୋଳ ଗୋବିନ୍ଦ ଦୋଳରେ ଦୋଳ ଗୋବିନ୍ଦଙ୍କୁ ଦର୍ଶନ ଏବଂ ମହାପ୍ରଭୁଙ୍କର ରଥ ଉପରେ ବସିଥିବା ବେଳେ ବାମନଙ୍କର ଦର୍ଶନ ଏ ତିନୋଟି ଦର୍ଶନ ଯଦି ଆପଣ କରୁଛନ୍ତି ଆପଣ ପୁନର୍ଜନ୍ମ ନ ବିଦ୍ୟତେ ତେଣୁକରି ରଥ ଉପରେ କ'ଣ ସେଇ ରଥ ଉପରେ ତ ଅନେକ ଲୋକ ଦର୍ଶନ କରୁଛନ୍ତି କ'ଣ କାହାର ପୁନର୍ଜନ୍ମ ହଉନାହିଁ ସମସ୍ତେ ମୁକ୍ତି ପାଇଯାଉଛନ୍ତି ନାଇଁ ଆଜ୍ଞା ଏ ଶରୀର ରଥ ଭିତରେ ଏ ହୃଦୟ ସିଂହାସନ ଭିତରେ ମଣିମାଙ୍କର ବାମନ ରୂପକୁ ଯଦି ଆପଣ ଦର୍ଶନ କରିପାରିବେ ତାହେଲେ ନିହାତି ପୁନର୍ଜନ୍ମ ନ ବିଦ୍ୟତେ ହବ ନାହିଁ ଆଉ ଜନ୍ମ ଆପଣଙ୍କର ତେଣୁକରି କହିବାର ଉଦ୍ଦେଶ୍ୟ କ'ଣ ଏହି ସମୟରେ ପୁଅଟିଏ କହିଲା ମା ସମସ୍ତେ ଯାଉଛନ୍ତି ସେ ମଣିମାଙ୍କର ଦର୍ଶନ ପାଇଁ କିନ୍ତୁ କ'ଣ ମୁଁ ଏଡ଼େ ଅଭାଗା ମା କ'ଣ ମୁଁ ଏଡ଼େ ଅଭାଗା ଯେ ମହାପ୍ରଭୁଙ୍କର ଦର୍ଶନ କରିପାରୁନାହିଁ ତୁ ମତେ ସବୁ କହିଛୁ କୋଉ ଗଳିରେ କୋଉ ଦେବତା କୋଉ ଗଳିରେ କୋଉ ଦିଅ ମହାପ୍ରଭୁଙ୍କର ମନ୍ଦିର ଭିତରେ କୋଉଠି କ'ଣ ଅଛି ସବୁ ତ ମତେ ଜଣେଇଥିଲୁ ମୁଁ ସବୁ ଜାଣିଛି ମୋର ଏବେ ମଧ୍ୟ ସବୁ ମନେ ଅଛି କିନ୍ତୁ ଏ ମା କ'ଣ ଏ ଅଭାଗା ଉପରେ ଟିକେ ପ୍ରଭୁ କୃପା କରିବେ ନାହିଁ କ'ଣ ଥରଟିଏ ମାତ୍ର ଦର୍ଶନ ଦେବେ ନାହିଁ ଏ ଅଭାଗାକୁ এই সময় মা কহিলা বাপ তু তো জানিছু তো বাপা কিপরি লোকটিয়ে যদি জানিব তু মহাপ্রভুଙ୍କ দর্শন কথা কହୁଛୁ সঙ্গে সঙ্গে তোতে হাড়িকি টিকটিক করে ফোপাড়ি দেব সে তোতে হাড়িকি টিকটিক করে ফোপাড়ি দেব তেণুকরি তু ଆଉ ମହାପ୍ରଭୁଙ୍କ ନାଁ ଧର ତୁ ଖାଲି ତୋ ହୃଦୟରେ ମହାପ୍ରଭୁଙ୍କୁ ଡାକ এই ସମୟରେ ପୁଅ କହୁଛି ମା ମଣିମାଙ୍କ ଦର୍ଶନ ପାଇଁ ଛାତି ପୁଲକିତ ହେଇଯାଉଛି ଗୋ ମା ମହାପ୍ରଭୁଙ୍କ ଦର୍ଶନ ନ କରି ଯଦି ଜୀବନ ରଖିବି କାହା ପାଇଁ ମୋ ଗୁରୁଦେବ କୁହନ୍ତି ଏ ପ୍ରାଣ ତାହାଙ୍କୁ ଡାକି ମରିବି ଯାଇ ଏ ପ୍ରାଣ କାହା ପାଇଁ ଆଉ ରଖିବି ଏ ପ୍ରାଣ ରହିବ ନାହିଁ କାହିଁକି ନା ଶ୍ୟାମ ବନ୍ଧୁ ମିଳିନାହାନ୍ତି ତାହେଲେ ପ୍ରାଣ ରଖିବି କ'ଣ କରିବି ଶ୍ୟାମ ବନ୍ଧୁ ବିନା ପ୍ରାଣ ରହିବ ନାହିଁ ସେଇ ସମୟରେ କହୁଛନ୍ତି ସାଲ ବେଗ ମା ଯଦି ମଣିମାଙ୍କର ଦର୍ଶନ ନ କରିପାରିବି ତାହେଲେ ମୁଁ ଏ ପ୍ରାଣ କ'ଣ ପାଇଁ ରଖିବି ମା କହିଲା ରେ ବାପ ଆଉ ଇଏ ତୋ ବାପା କଥା ନୁହଁ ତୁ ଆଉ ତୋ ବାପାକୁ ନ ଡାକି ସେ ଜଗତର ବାପାକୁ ଡାକେ ସେ ଜଗତର ନାଥକୁ ଡାକେ ନିହାତି ସେ ତୋ ଡାକ ଶୁଣିବି ଯଦି ତୁ କାତର ଆଉ ଅନ୍ତର ସହିତ ଡାକିବୁ ଆଉ ଏ ମନୁଷ୍ୟ ଜନ୍ମରେ ଆମେ ଜଣେ କେହି ହେଲେ ମଧ୍ୟ ପ୍ରଭୁଙ୍କୁ ନିଜ ଅନ୍ତର ସହିତ ଡାକି ନାହାନ୍ତି କ'ଣ ପାଇଁ ଆମେ ଡାକି ପାରୁନାହାନ୍ତି କ'ଣ ପାଇଁ ଜାଣନ୍ତି ଆମର ସେ ଭରସା ପାଉନି ପ୍ରଭୁଙ୍କ ପ୍ରତି ଆମର ପ୍ରଭୁଙ୍କ ପ୍ରତି ସେଇ ଭରସା ନାହିଁ ଲୋକମାନଙ୍କୁ ଆମେ କହୁଛୁ ଆମର ଯିଏ ଆଶ୍ରମର ଗୁରୁ ଭାଇମାନେ ଆଜ୍ଞା ପୁରୀ ଆସୁନାହାନ୍ତି ପ୍ରଭୁଙ୍କୁ ଡୋରି ଲାଗିନାହିଁ ଆଜ୍ଞା ଆମେ କୂଅରେ ପଡ଼ିଥିବା ବଦ୍ଧ ଜୀବ ଆଉ ମହାପ୍ରଭୁ ସଦା ସର୍ବଦା ଆମମାନଙ୍କ ପାଖକୁ ଖଣ୍ଡେ ଦଉଡ଼ି ପକେଇଛନ୍ତି ରେ ଯିବ ଦଉଡ଼ିଟିକୁ ଧରିକି ଉପରୁ ପଳେଇ ଆସନା କିନ୍ତୁ ଆମର ଭରସା ପାଉନି କାଳେ ଦଉଡ଼ି ଧରି ଯିବା ଭିତରେ ଅଧ ବାଟରେ ଛିଡ଼ିଯିବ କାଳେ ଆମେ ପୁରୀ ଯିବା ଭିତରେ ବାଟରେ କ'ଣ ଗୋଟେ ଅଘଟଣ ଘଟିବ ତେଣୁକରି ସମସ୍ତେ କୁହନ୍ତି ମଣିମାଙ୍କର ଡୋରି ଲାଗୁନାହିଁ ମଣିମାଙ୍କର ଡୋରି ଲାଗୁନାହିଁ ମଣିମାଙ୍କର ଡୋରି ପୁଣି ଲାଗିବ କେମିତି ମହାପ୍ରଭୁ ତ ଦୁଇ ହାତକୁ ଖୋଲିକି ରଖିଦେଲେ ଆସ ମୁଁ ଅନେଇକି ବସିଛି ତୁମେ ଆସିବ ମୁଁ ଆଲିଙ୍ଗନ କରିକି ନେଇଯିବି ତାହେଲେ ମହାପ୍ରଭୁ ଡୋରି ଆଉ ପୁଣି କେମିତି ଲାଗିଥାନ୍ତା ଏତେ ସୁଯୋଗ ମିଳିଲା ପରେ ମଧ୍ୟ ଆମେ କହିବା ମହାପ୍ରଭୁଙ୍କୁ ଡୋରି ଲାଗୁନାହିଁ এই সমୟରେ ସାଲଦେବ କହିଲେ ମା ତାହେଲେ କ'ଣ କରିବି କହ ମୋର ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭାରି ଇଚ୍ଛା ହେଉଛି ଲୋ ମା ମୋର ବି ଭାରି ଇଚ୍ଛା ହେଉଛି ମୁଁ ଟିକେ ଯାଇ ଦର୍ଶନ କରିବି ମା କହିଲେ ବାପ
ଯଦି ଦର୍ଶନ କରିବାକୁ ଚାହୁଁଛୁ ତାହେଲେ ମହାପ୍ରଭୁଙ୍କୁ ଡାକ। ସେ ଯଦି ଚାହିଁବେ ତାହେଲେ ନିହାତି ତୁ ଦର୍ଶନ କରିପାରିବୁ। ସେ ସମୟରେ ଅତି ସୁନ୍ଦର ଭାବରେ କହୁଛନ୍ତି, ସାଲବେଗ କହିଲେ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ ମୁଆରତ ନଳିନୀ ମନକୁ କର ଦଳନ ଆହେ ନୀଳ ଶୈଳ। ହେ ନୀଳାଚଳ ପର୍ବତର ମତୁଆଲା ହାତୀ ଜଗନ୍ନାଥ, ହେ କାଳିଆ ଶାନ୍ତେ, ହେ ମଣିମା, ହେ କୋଟି କୈବଲ୍ୟ ନାଥ, ଟିକେ ଏଇ ଅଧକ ଉପରେ ବି ପ୍ରଭୁ ଟିକେ କୃପା କର। ଆପଣ କୋଟି କୋଟି ଜଗତର ମାଲିକ, ବ୍ରହ୍ମାଣ୍ଡ ମାଳ ମାଳ ହୋଇ ତୋଲକ ମୂଳେ ବିରାଜ ହେ ନାଥ, ଆପଣ କୋଟି କୋଟି ବ୍ରହ୍ମାଣ୍ଡର ଭୁବନର ନାଥ, ଟିକେ ଏ ଅଧମ ଉପରେ ପ୍ରଭୁ କୃପା କରନ୍ତୁ ନା। ଏ ଅଧମରେ ବି ଆପଣଙ୍କ ଦର୍ଶନ ପାଇଁ ଭାରି ଇଚ୍ଛା ହେଉଛି ହେ ପ୍ରଭୁ। ଆଉ ସେ ତ ଭକ୍ତ ବତ୍ସଳ ହରି, ଭକ୍ତ ପାଇକି ତ ସେ ରୂପ ଧରିଛନ୍ତି, ଆଉ ସମ୍ଭାଳି ପାରିଲେ ନାହିଁ ମହାପ୍ରଭୁ। ରଥକୁ ଅଟକେଇ ଦେଲେ, ରଥକୁ ଅଟକେଇ ଦେଲେ। ବଡ଼ଦାଣ୍ଡ ଉପରେ ଆଜି ରଥ ଅଟକେଇ ଯାଇଛି। ଯେତେବେଳେ ରଥ ଅଟକି ଯାଇଛି, ଯେତେ ଚେଷ୍ଟା କଲେ ମଧ୍ୟ ମଣିମା ଆଉ ଆଗକୁ ଗଡ଼ିଲେ ନାହିଁ। ପୁରୀର ଗଜପତି ମହାରାଜ ଆସି ପହଞ୍ଚିଗଲେ। କହିଲେ, ହେ ମଣିମା, ହେ ଶାନ୍ତେ, ଆପଣଙ୍କ ରଥ କାହିଁ ଗଡ଼ୁନାହିଁ ଟିକେ ଜାଣିପାରେ କି? ମଣିମା କହିଲେ, କେମିତି ଆଉ ଗଡ଼ିବ ରଥ? ଇଏ ରଥ ଆଉ ଗଡ଼ିବ ନାହିଁ ନା କ'ଣ ପାଇଁ? ନା ଏ ବର୍ଷ କ'ଣ ପାଇଁ କେଜାଣି ମତେ ଦେଖିଲା ପରି ଭିଡ଼ ତ ଆସିନାହିଁ। ଗଜପତି ମହାରାଜ କହିଲେ, ହେ ନାଥ, ଯେଉଁ ପର୍ଯ୍ୟନ୍ତ ନେତ୍ର ଯାଉଛି ସେ ପର୍ଯ୍ୟନ୍ତ ମୁଣ୍ଡ ହିଁ ମୁଣ୍ଡ, ଅର୍ଥାତ ସୋରିଷ ବିଚିଦେଲେ ଆଜ୍ଞା ତଳେ ପଡ଼ିବ ନାହିଁ। ଆପଣଙ୍କୁ ପୁଣି ଲୋକ ଦେଖାଯାଉନାହାନ୍ତି? ଆପଣଙ୍କୁ ଦେଖାଯାଉନାହାନ୍ତି ଭିଡ଼? ନା ଯଦି ଭିଡ଼ ଅଛି ତାହେଲେ ମୋ କାନରେ କାହିଁ ଖାଲି ପଡ଼ୁଛି ଯେ ହେ ନୀଳାଚଳ ପର୍ବତର ମତୁଆଲା ହାତୀ, ହେ ନୀଳାଚଳ ପର୍ବତର ମତୁଆଲା ହାତୀ, ମତେ ଦର୍ଶନ ଦିଅ, ମତେ ଦର୍ଶନ ଦିଅ। ରାଜା କହିଲେ, ତାହେଲେ ମତେ କୁହ ଯେ କୋଉ ସ୍ଥାନ? ପ୍ରଭୁ ବତେଇ ଦେଲେ ଠିକଣା। ରାଜା ନିଜର ସୈନ୍ୟମାନଙ୍କୁ ପଠେଇଲେ, ଯାଅ, ଏବଂ କିଛି ସେବାୟତ ମାନେ ମଧ୍ୟ ଗଲେ। ସାଲବେଗଙ୍କ ପାଖରେ ପହଞ୍ଚିଲେ, ପଚାରିଲେ ଯେ ଆଉ ସାଲବେଗଙ୍କ ଘର କୋଉଟା? ସାଲବେଗ କହିଲେ, ମା, ସେ କ'ଣ ମୋ ନାଁ ଡାକୁଛନ୍ତି? ସେ କ'ଣ ମୋ ନାଁ କହୁଛନ୍ତି? ସେ କ'ଣ ମୋ ଘର କଥା ପଚାରୁଛନ୍ତି? ଟିକେ ଦେଖ ତ। ମା ପଚାରିଲେ, କାହିଁ କ'ଣ ହେଲା କି ଆଜ୍ଞା? କାହିଁ ସାଲବେଗଙ୍କୁ ଖୋଜୁଛନ୍ତି? ମହାପ୍ରଭୁ ରଥ ଅଟକି ଯାଇଛି, ମଣିମାଙ୍କର ରଥ ଅଟକି ଯାଇଛି ପୁରୀରେ। ମହାପ୍ରଭୁ ସାଲବେଗଙ୍କର ଦର୍ଶନ ପାଇଁ ଅଟକି ଯାଇଛନ୍ତି। ଆଜ୍ଞା, ଭକ୍ତର ଦର୍ଶନ ଭଗବାନ କରନ୍ତି, ଭକ୍ତ ଭଗବାନଙ୍କର ଦର୍ଶନ କରେ ନାହିଁ। ତେଣୁକରି ଆଜି ମହାପ୍ରଭୁ ଅଟକି ଯାଇଛନ୍ତି ଭକ୍ତର ଦର୍ଶନ ପାଇଁ। ଏବଂ ଯେଉଁ ଭିଡ଼ ସବୁବେଳେ ଥାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ, ଆଜି ସେଇ ଭିଡ଼ ଅପେକ୍ଷା କରିଛି କେତେବେଳେ ସେ ଭକ୍ତ ରାଜ ଆସି ପହଞ୍ଚିବେ ଆଉ ଆମ ମଣିମାଙ୍କର ରଥ ଗଡ଼ିବ। ସେହି ସମୟରେ କ'ଣ ହେଇଛି? ସାଲବେଗ କ'ଣ କଲେ? ଅତି ଆନନ୍ଦରେ କହିଲେ, ଯଦି ମରିବି ତ ମରିବି, ମଣିମାଙ୍କର ଦର୍ଶନ କରି ମରିବି, କାହିଁ ଏ ଜୀବନଟା ବେକାର ଗୋଟେ ମୁସଲିମ ବାପା ହାତରେ ଦେଇଦେବି? ନା ନା, ମହାପ୍ରଭୁଙ୍କ ଦର୍ଶନ କରିକି ଯିବ ପ୍ରାଣ। ଆଜି ସାଲବେଗ କ'ଣ କରିଛନ୍ତି? ଅତି ସୁନ୍ଦର ଭାବରେ ଆସି ବିମାନରେ ବସି ଯାଇଛନ୍ତି, ପାଲିଙ୍କିରେ ବସି ଯାଇଛନ୍ତି। ତାଙ୍କୁ ସେବାୟତ ମାନେ ଏବଂ ଅନ୍ୟ ସୈନିକମାନେ ଯିଏ ଯାଇଥିଲେ ରାଜାଙ୍କର ଆଣିକି ଆସିଲେ। ଯେତେବେଳେ ବଡ଼ଦାଣ୍ଡରେ ପହଞ୍ଚି ଯାଇଛନ୍ତି, ଆଜ୍ଞା, ଯେତେବେଳେ ବଡ଼ଦାଣ୍ଡରେ ପହଞ୍ଚି ଯାଇଛନ୍ତି, ଯେଉଁ ଭକ୍ତ ଭିଡ଼ ଥାଏ ସବୁବେଳେ ମଣିମାଙ୍କର ଦର୍ଶନ ପାଇଁ, ଆଜି ସେଇ ଭକ୍ତ ଭିଡ଼ ସାଲବେଗଙ୍କର ଦର୍ଶନ କରି କୃତାର୍ଥ ଲାଭ କଲେ।
ଆଉ ସାଲବେଗ ଯେତେବେଳେ ରଥ ତଳେ ପହଞ୍ଚିଲେ ମହାପ୍ରଭୁ କହିଲେ ଆଉ ସାଲବେଗକୁ ଉପରକୁ ଆଣ, ସାଲବେଗକୁ ଉପରକୁ ଆଣ। ସେବାୟତ ମାନେ କହିଲେ ହେ ପ୍ରଭୁ ସେ ପୁରା ଅଲଗା ଜାତି। ମଣିମା କହିଲେ ଜାତି ପାତି କୁଲ ଧର୍ମ ବଢାଇ ଧନ ଜନ ପରିଜନ ଗୁଣ ଚତୁରାଇ। କହିଲେ ହେ ପଣ୍ଡା, ଆରେ ହେ ସେବାୟତ, ତମେ କହୁଛ ଜାତି କଥା, ମୁଁ ପୁରା ଜାତି ପାତିରୁ ଅତୀତ। ମୁଁ ଜାତି ଦେଖେ ନାହିଁ ମୋ ଭକ୍ତର, ମୁଁ ପାତି ଦେଖେ ନାହିଁ ମୋ ଭକ୍ତର। ମୋର ଭକ୍ତର କେତେ ବଡ଼ ଅଛି, କେତେ ପରିଜନ ଅଛି, କେତେ ବନ୍ଧୁବାନ୍ଧବ ଅଛନ୍ତି, ମୁଁ କିଛି ଦେଖେ ନାହିଁ। କାହିଁକି? ସେ ପୁରା ମୋ ଭକ୍ତ, ସିଏ ଏକମାତ୍ର ମୋ ବନ୍ଧୁ, ସିଏ ଆଉ ଦୁନିଆରେ କାହାରି ବନ୍ଧୁ ନୁହେଁ। ଯେତେବେଳେ ଦେଖନ୍ତୁ ମଣିମା ଆପଣଙ୍କୁ ଆପଣେଇବେ ନା, ଯେତେବେଳେ ମଣିମା ଶାନ୍ତି ଆପଣଙ୍କୁ ନିଜର କରିବେ, ସେତେବେଳେ ସବୁ ବନ୍ଧୁ ଆପଣଙ୍କ ପାଖରୁ କାଟିଦେବେ। ଆପଣଙ୍କ ମା ବି କହିବ ରେ ତୁ ଯା, ପଳେଇ ଯା ମୋ ପାଖକୁ, ତୁ ମୋ କୋଳକୁ ଆସେ ନା। ଆଜ୍ଞା ହଁ ସତରେ ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ ତ। ତେଣୁକରି ଯେତେବେଳେ ଆସି ପହଞ୍ଚି ଯାଇଛନ୍ତି ସାଲବେଗ ରଥ ଉପରକୁ ଆସୁଛନ୍ତି। ଆଜ୍ଞା ଆଜି ବ୍ରହ୍ମର ଜୀବଙ୍କ ସହିତ ଭଗବାନଙ୍କର ଭକ୍ତର ସହିତ ଏହିପରି ଭାବରେ ଦେଖନ୍ତୁ କେଡ଼େ ସୁନ୍ଦର ମିଳନ ଘଟିଲା। ମୋ ଗୁରୁଦେବ କୁହନ୍ତି ଯେ ଯେତେବେଳେ ଭକ୍ତ ଭଗବାନଙ୍କର ମିଳନ ହୁଏ, କ'ଣ ହୁଏ? ଚାରି ଚକ୍ଷୁ ମିଶି ଗଲା, ଚାନ୍ଦରେ ବିନ୍ଦୁ ମିଶିଲା, ଚେତା ଚୈତନ୍ୟ ହଜିଲା, ସେ ମିଳନ ବେଳରେ। ଯେତେବେଳେ ଚାରି ଚକ୍ଷୁ ମିଶିଗଲା, ଚାନ୍ଦରେ ବିନ୍ଦୁ ମିଶିଲା, ଚେତା ଚୈତନ୍ୟ ହଜିଲା, ସେ ମିଳନ ବେଳରେ। ଅର୍ଥାତ ଯେତେବେଳେ ପରମ ସହିତ ଜୀବ ମିଶିଯାଏ, ଯେତେବେଳେ ଭକ୍ତ ସହିତ ଭଗବାନ ମିଶିଯାଆନ୍ତି, ଯେତେବେଳେ ସ୍ୱାମୀ ସହିତ ପତ୍ନୀ ମିଶିଯାଏ, ବା ସ୍ୱାମୀ ସହିତ ଦାସ ମିଶିଯାଏ, ଗୁରୁଙ୍କ ଭିତରେ ତାଙ୍କ ଶିଷ୍ୟ ଲୀନ ହେଇଯାଏ, ଆଜ୍ଞା ସେହି ସମୟରେ ସେ ଯେଉଁ ମିଳନ, ସେ ଯେଉଁ ମିଳନ, ସେ ମିଳନର ଆପଣ ବର୍ଣ୍ଣନା କରିପାରିବେନି, ସେ ବର୍ଣ୍ଣନାତୀତ ମିଳନ। ଆଜି ଯେତେବେଳେ ସାଲବେଗ ମହାପ୍ରଭୁଙ୍କୁ ଦେଖିଦେଇଛନ୍ତି, ଅଟକି ଯାଇଛନ୍ତି, ଗୋଟେ କ୍ଷଣକ ପାଇଁ ତ ସେ ଭୁଲିଗଲେ ଯେ ଆଉ ଏ ସଂସାରରେ ସେ ଅଛନ୍ତି କି ନାହିଁ। ମଣିମା କହୁଛନ୍ତି ରେ ସାଲବେଗ, ଟିକେ ମତେ ଆଲିଙ୍ଗନ କରିନେ ନା, ତୁ ସେ ଯାଉନ ବାହୁରେ ମତେ ଟିକେ ଭରି ଦେ ନା। ଆଜି ସାଲବେଗ ମହାପ୍ରଭୁ ଡାକୁଛନ୍ତି ହେ ନାଥ, ହେ ମଣିମା, ଏ ଅଧମର ଆଉ କିଛି ଗୁଣ ନାହିଁ, ଏଇ ଟିକେ। ଆଜି ସାଲବେଗ ଯେତେବେଳେ ଯାଇ ପ୍ରଭୁଙ୍କୁ ଆଲିଙ୍ଗନ କରିଛନ୍ତି, ଆଉ ଆଲିଙ୍ଗନ ସାରି ଯେତେବେଳେ ସାଷ୍ଟାଙ୍ଗ ଦଣ୍ଡବତ କରିଛନ୍ତି, ଆଉ ସାଲବେଗ ମହାରାଜ ଉଠିଲେ ନାହିଁ। ପ୍ରଭୁ ସେଇଠି ସମାଧି ହେଇଗଲେ, ବ୍ରହ୍ମଲୀନ ହେଇଗଲେ, ତାଙ୍କ ପିଣ୍ଡରୁ ପ୍ରାଣ ଚାଲିଗଲା। ଏବଂ ଏବେ ମଧ୍ୟ ମହାପ୍ରଭୁ ନିଜର ଭକ୍ତର ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏବେ ବି ମହାପ୍ରଭୁ ନିଜର ଭକ୍ତର ସ୍ମରଣ କରିବା ପାଇଁ ସାଲବେଗଙ୍କର ପୀଠ ପାଖରେ ରୁହନ୍ତି ଏବଂ ସେଇଠି ଅତି ଆନନ୍ଦରେ ସେବାୟତ ମାନେ ଗାନ କରନ୍ତି, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ ନୂଆରତନ ମନକୁ କରଦଳନ। ତେଣୁକରି ମହାପ୍ରଭୁଙ୍କ ଭକ୍ତ ଅଦ୍ଭୁତ, ମହାପ୍ରଭୁ ସ୍ୱୟଂ ଅଦ୍ଭୁତ, ମଣିମାଙ୍କର ଲୀଳା ଅଦ୍ଭୁତ, ତାଙ୍କର ଖେଳା ମଧ୍ୟ ଅଦ୍ଭୁତ, ଅଦ୍ଭୁତାତୀତ, ଅଦ୍ଭୁତରୁ ବି ଅତୀତ। ସିଏ ତାଙ୍କର ଲୀଳା, ତାଙ୍କର ଖେଳା, ତାଙ୍କର ଭକ୍ତ, ତାଙ୍କର ମାୟା ଏବଂ ନିଜେ ସ୍ୱୟଂ ସେ ସମସ୍ତଙ୍କର ଗୁଣ ବର୍ଣ୍ଣନାତୀତ। ଆପଣ କାହାର ଗୁଣ ବର୍ଣ୍ଣନା କରିବେ? କାହା ଗୁଣ କଥା କହିବେ? ପ୍ରଭୁଙ୍କ କଥା କହିପାରିବେ? ଆମେ କେହି କହିପାରିବା ପ୍ରଭୁଙ୍କ କଥା? ତାଙ୍କ କଥା କହିବା ପାଇଁ ଆମ ପାଖରେ ସକ୍ଷମତା ନାହିଁ। କାହିଁକି ନା ତେରି ମହିମା କିସମିତ ଗାଉ, ତେରି ମହିମା କିସମିତ ଗାଉ। କେଉଁ ଭାବରେ ମୁଁ ତ ମହିମା ଗାନ କରିବି, କେଉଁ ମୁଖରେ ଗାନ କରିବି? ସହସ୍ର ମୁଖ ପାଇଲା ପରେ ମଧ୍ୟ ହେ ନାଥ, ତୁମ କଥା ମୁଁ ଗାନ କରିପାରିବି ନାହିଁ। କେହ ବା ଗଣିବ ଆକାଶ ତାରା, କେହ ବା ଗଣିବ ବର୍ଷା ଧାରା, କେହ ବା ଗଣିବ ସିନ୍ଧୁ ଲହରୀ, କେ ପାରିବ ପୟନିଧି ପହଁରି, କେହ ବା ଏହା କରି ନ ପାରିବ। ଆଜ୍ଞା ପ୍ରକୃତରେ ପ୍ରଭୁ ମହିମା କହି ନ ପାରିବ।
जो व्यक्ति विशेष एतक न करिपारिब किए बा गणिब आकाशर तारा किए गणिब वर्षार धारा को किए गणिब सिंधुर लहरी समुद्र लहरी को किए गणिब समुद्र को किए पहरिब ये चारोटी कार्य जेपरि भाव आम कर ठीक से भाव प्रभु कथा कहीपर ना आम समस्त अहोभाग्य समस्त आज हरिकथार टे बसिले प्रभु कथा टे शुणिले आमर अहोभाग्य महाप्रभुकर प्रथम स्वर श्रीक्षेत्र भितर जाइ घर भितर होना कहीं घर भितर होना कहीं मणिमा हेतु कृपा घर भितर होना कहीं 5 मिनिटर कथा होना कहीं अधघंटार घंटार कथा होना कहीं है बड़ आनंदर कथा प्रभुकर हेतु कृपा ना मणिमा अगणा भितर मणिमा पंचकोश भितर मणिमा शंख क्षेत्र भितर एतक हवा असंभव तेणुक महाप्रभुकर हेतु कृपा आपण मान ये अधम उपर प्रभु एडे बड़ कृपा कले मु तो भावे आज्ञा देखो भागवत कहले 5 प्रकार मुक्ति 5 प्रकार मुक्ति कौन कौन सालोक्य साष्टी सामिप्य सारूप्य आज्ञा एकत्य 5 प्रकार मुक्ति प्रथम मुक्ति सालोक्य अर्थात तक वैकुंठ धाम मिल जा ये कौन पुरी कौन अलग कथा पुरी परा मर्त्य वैकुंठ जो मैंने पुरी धाम अच्छा माँ से मर्त्य वैकुंठ प्राप्त हो जाए अर्थात 5 प्रकार मुक्ति प्रथम मुक्ति मिल जाए सालोक्य लोक प्रदान हवा मर्त्य वैकुंठ मिल जाए तो भावे मणिमाकर केड़ बड़ कृपा ये अधम उपर कौटी जाइला कौटी आनी पकईदे अवश्य मुझे जो थी मार कोल जो महाप्रभुकर दारु चयन होगापी माँ पाखे जाए अधिया पड़ती सेवायत मैंने से मार कोल मुझी प्राची माँ कोल थी अवश्य माँ कोल थी बापा आनी पाखे आश्रय देले मणिमा हेतु कृपा कर 5 प्रकार मुक्ति प्रथम मुक्ति देले द्वितीय मुक्ति साष्टी अर्थात महाप्रभुकर नित्य दर्शन पुरी रे रहीगले भी कौन समस्त सब दर्शन कर किंतु महाप्रभु को नित्य दर्शन करेंगे आपड़ जिते जानवे प्रभु आपन को द्वितीय प्रकार मुक्ति देले साष्टी सब दर्शन करेंगे और प्रकृत में मणिमा एमती मत कृपा कर मत कौन झील मैंने मणिमा प्रतिदिन दर्शन कर मुझे भावे ये अधम उपर प्रभु टे कृपा कर एड बड़ कृपा सिंधु बिंदुए कृपारू खिंची तो से आनंद प्रभुकर द्वितीय मुक्ति साष्टी गला तृतीय मुक्ति सामिप्य अर्थात पाखे पाखे रखा जो मैंने सब सेवायत मैंने अच्छा तो साक्षात प्रभु कहीं जो देवता मैंने स्कंद पुराण वर्णना अच्छी जो देवता मैंने ऊपर स्वर्गर दर्शन करती से देखती जे सब जो सेवायत मैंने समस्त चतुर्भुज रूप धारण कर प्रकृत में मणिमा जो सेवा देव अंगर हुए देवता माने आसी सब सेवा कर साधारण लोक मैंने नुहति अवश्य पार्टी बाड़बता ना कौन ना कौन कहते कि प्रकृत देवता मान को छाड़ी द्वितीय सेवा कहीं करें नहीं महाप्रभु तेणुक जो देवता मैंने ऊपर थी देखती आज्ञा से समस्त को चतुर्भुज रूप धारण व्यक्ति मैंने देखा जाती सारूप्य तापर कहले कौन सामिप्य पर सारूप्य प्रभु निजर रूप प्रदान करदेवा प्रभुकर जपरी चतुर्भुज रूप प्रभु से रूप आपको प्रदान करदेवा होची सारूप्य चतुर्थ मुक्ति आज्ञा पंचम मुक्ति कौन पंचम मुक्ति एकत्यम अर्थात प्रभुक भितर विलीन हो जावा प्रभु जी आमे सी आमे तो प्रकृत सी जड़े आसी कहले जड़े सन्थ कहले सन्थ नाटी मन पड़ुनी ठाकुर अनुगुण चंद्र ना कौन ताक भल से मन पड़ूना कहले आउ प्रभु आपण कौन समस्त ठाकुर ठाकुर कहते ना तू जापारू कि तू भी ठाकुर मु भी ठाकुर एति गोटे फरक कौन ना मु ठाकुर बोली मुझे जापारुची आ तू ठाकुर बोली तू जापारे से फरक आउ किसी फरक ना मु ठाकुर बोली मुझे जापारी कि तू ठाकुर बोली तू जापारे आम गुरुदेव कहले कौन ना तू ही परा मन अमृत संतान विरस हेउछु काहिकी
ଅମୃତରୁ ଆସି ଅମୃତକୁ ଯିବୁ ଏ କଥା ତ ମନେ ନାହିଁ କି ତୁ ଅମୃତରୁ ଆସି ଅମୃତକୁ ଯିବୁ ତୁ ପୁରା ଅମୃତ ସନ୍ତାନ ତୁ ସ୍ୱୟଂ ଠାକୁର ତେଣୁକରି ଆମେ ସମସ୍ତେ ପ୍ରଭୁଙ୍କ ସନ୍ତାନ ଆମେ ସମସ୍ତେ ସେ ପ୍ରଭୁଙ୍କର ଅଂଶାବତାର ଆମେ ମାନେ ମାତ୍ର ଜାଣିପାରୁନେ ଆମେ ସେ ପ୍ରଭୁଙ୍କର ଅଂଶ ମମୈବାଂଶୋ ଜୀବ ଲୋକେ ଜୀବ ଭୂତ ସନାତନ मम एव अंश ताको टे संधि कर देले ममैवांशो जीव लोके मम एव अंश मोर ही अंश से माने मात्र आम जानी पारे अज्ञान अवस्था रे आपण आम मानक जणिया जाउची सत्संग मार्ग रे जे बाप तू ए संसार कोनोसी व्यक्ति विशेष नुहे तू सेही सत्प्रभुंकर सेही प्रभुंकर करुणामय वरुणालय ए प्रभुंकर अंश मात्र आमे से सत्संग रे सुनी मध्य ताको अवहेला करे दउचे बिनु सत्संग विवेक न होई राम कृपा बिनु सुलभ न सोई आमे से सत्संग करबा द्वारा प्रभुंकर दर्शन पाइबा मात्र आमे सेटा कला परे मध्य आम निज हृदय रे स्थापित करि परबो दिनकर गोटे सुंदर मजा कथाटी गोटे माटी सब बेले जाए गाँव में प्रवचन हुए से माटी जाए कथा शुणा दिन ता बहु कहला माँ मुझे जी कथा शुणी माँ ता बहुटी को लेकिन गले कथा शुणा माँ कौन करे ना कथा शुणी पलि आसला से दिन बहु कथा शुणिक आसला किंतु बहु से दिन महाराज कहले जीवरे दया नहीं जार उठबटी चंडाल जीवर जार दया नहीं उठबटी उद्धव चंडालटी से यही कथाटी को बहु कौन कला गोटे डायरी रे नोट करदेला कहीं महाराज कहले कथाकार प्रवक्ता वक्ता जी आसते कहले जे भागवत महाप्रभु संपूर्ण न मानि पारे ना गोटे मानी तो मान आपण जीवन से परिवर्तन करदेव तेणुक माटी कौन कला कहला मुझे एत कथा मानि पारि नहीं हौ गोटे कथा मानवि जीवर दया रखी माटी कौन कला प्रतिदिन जीव मैंने जी जहाँ पक्षी पक्षी आसिले पक्षी पशु आसिले केवे कहारी की हिंसा कल ना समस्त को स्नेह श्रद्धा पाला पक्षीटी आसिला टे दानाटी देला कुकुरटी आसिला टे भात टे देला बिलेटी आसिला टे क्षीर देला यहपरी भाव में सब पशु मानक से स्नेह कला दिनकर घटना जिते दांड दुआर मुझे जाइए सब धान पकिया रोड रे गोटे बाछुरीटी आसी आज्ञा तापर डेई पड़ा और जो डेई पड़ी शाशुर गोटे बकुली बाड़ीटी था बकुली बाड़ीटी को एमती पकईला से बाछुरी कान मुंडे बाजिला आज्ञा छटपट होगा से बाछुरी किसी क्षण पाई तो बाछुरी भाविला बोधे मो प्राण पिंडर प्राण चलीगला किसी क्षण पाई बाछुरी से छटपट होगा से समय बहु आसी कहला माँ तुम कौन करुच तुम राति पाइले पूरा प्रवचन शुणा जाऊच तुम कौन यही शिक्षा पाच माँ कहला कहीं कौन है ना काली पर आम कथा शुणिक आसिले जीवरे दया नहीं दया जीवरे नहीं जार दया नहीं से पूरा चंडाल जो मान जीवर दया नहीं से सब चंडाल आप चंडाल बुद्धि कौन करुँच जीवरे टे दया रखुना माँ कहला लो माँ लो बहु तू कौन भागवत कथा को लेकिन आस ना ताले कहीं शुणा जाऊँ कथा जदि ग्रहण न करें ना बाप माँ लो भागवत कथा शुणिले तू जदि पालन करू तू संसार चलू ना तेणुक से कथा को तू भूली जाए बर्तमान समाज में से घटुचे आगे लोक मैंने कथा शुणा ना को मात्र आसुच्च श्रद्धा भितर किसी जन था डगद पर जाइलु जाजपुर कथा चली कथा मझे आम कहलु गुरु आज्ञा प्रकृत गुरु न कला लोकर अंग प्रतिष्ठा अशुद्ध अटई तार कलेबर गोटा गुरु न कला लोक को लेख पशु गुणे मृतरे गणना करती शुणे आज्ञा जो मैंने गुरु न कर मृत व्यक्ति सहित सामान से समय जन मदुआटे आज्ञा उठी आसी कहूँ आम समस्त गुरु कर आज्ञा सतरे ना हाँ आम समस्त गुरु कर क्या गुरु कर सदगुरुर ना टे जाना ना आज्ञा आम बापा माँ गुरु कर बढ़िया कर किसी असुविधा ना किंतु आपण माँ को जाए कहतु माँ तू मत मुक्ति दे माँ दे पार बापा आपण मत मुक्ति दिंतु बापा दे पारे
ଆପଣଙ୍କର ତୃତୀୟ ଗୁରୁ ବାପା ମା ଗଲେ ପ୍ରଥମ ଗୁରୁ, ଦ୍ୱିତୀୟ ଗୁରୁ ବାପା, ତୃତୀୟ ଗୁରୁ ଆପଣଙ୍କ ଶିକ୍ଷା ଗୁରୁ। କଲେଜରେ ଟିଚରଙ୍କୁ ଯାଇ କୁହନ୍ତୁ ଆଜ୍ଞା ସାର୍ ମୋତେ ମୁକ୍ତି ଦିଅନ୍ତୁ, ନା ମୋ ହାତରେ ନାହିଁ। ଆମ ଏ କଲେଜରେ ସାଂଖ୍ୟ ଦର୍ଶନର ଟିଚର ମାନେ କ'ଣ ପାଠ ପଢ଼ଉନାହାନ୍ତି? କହୁନାହାନ୍ତି କ'ଣ ମୁଖ୍ୟ ମିଳିବ? ସାଂଖ୍ୟ ଦର୍ଶନର 25ଟି ତତ୍ତ୍ୱ, ସେ 25ଟି ତତ୍ତ୍ୱକୁ ଜାଣିଲା ପରେ ଆଜ୍ଞା ମୁଖ୍ୟ ଥୁଆ କ'ଣ? ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ତନ୍ମାତ୍ରା, ଆଉ ରହିଲା ମନ, ନିଜ ଅହଙ୍କାର, ବୁଦ୍ଧି, ଜ୍ଞାନ, ମହତ୍ଵ, ପୁରୁଷ, ଏମିତି ହେଇକି ଆଉ ଏମିତି ହେଇକି 25ଟି ତତ୍ତ୍ୱ। ଏଇ 25ଟି ତତ୍ତ୍ୱକୁ ଯିଏ ଜାଣିଗଲା ତାକୁ ତା ପାଇଁ ମୁଖ୍ୟ ଥୁଆ। କହିଲେ କାହିଁ ଦେଇ ତ ପାରୁନାହାନ୍ତି? ଆମର ତୃତୀୟ ଗୁରୁ ନା ଶିକ୍ଷା ଗୁରୁ, ଦେଇ ତ ପାରୁନାହାନ୍ତି କାହିଁ ମୁକ୍ତି? ଚତୁର୍ଥ ଗୁରୁ, ଆପଣ ବିବାହ କରିବା ସମୟରେ ଆପଣଙ୍କର କର୍ମମନ୍ତ୍ର ଦେଉଥିବା ଆପଣଙ୍କର କୁଳ ପୁରୋହିତ, ତାଙ୍କୁ ଟିକେ ଯାଇ କୁହନ୍ତୁ ତ ମୋତେ ମୁକ୍ତି ଦିଅନ୍ତୁ, ଦେଇପାରିବେ? ନାଇଁ ଆଜ୍ଞା। 4 ଜଣ ଯାକ ଗୁରୁ ଆପଣଙ୍କର ଏଠି ଫେଲ୍ ମାରିଗଲେ, କିନ୍ତୁ ପଞ୍ଚମ ଗୁରୁ ଯିଏକି ତତ୍ତ୍ୱ ଗୁରୁ, ନିହାତି ଆପଣ ଯାଇ କହିବେ, ଯେମିତି ପୁଅ ଯାଇ କହିବ ବାପା ମୋତେ ଗାଡ଼ି ଦରକାର, ବାପା କହିବେ ଯା ଦାଣ୍ଡରେ ଗାଡ଼ି ଥୁଆ ହେଇଛି ଗାଡ଼ି ଧରି ଯିବୁ। ଠିକ୍ ସେଇପରି ଭାବରେ ଆଜ୍ଞା ଯେତେବେଳେ ଛୁଆ କୁହେ ହେ ଗୁରୁଦେବ ମୋତେ ମୁକ୍ତି ଦରକାର, ସେଇ ସମୟରେ ତତ୍ତ୍ୱ ଗୁରୁ କୁହନ୍ତି ବାପ ଯା ଦାଣ୍ଡରେ ମୁକ୍ତି ପଡ଼ିଛି, ଯା କେତେ ନବୁ ନେ। ତତ୍ତ୍ୱଗୁରୁ ଏକମାତ୍ର ସଂସାରରେ ଏମିତି ବ୍ୟକ୍ତି ଯେ କି ବ୍ୟକ୍ତି ମଧ୍ୟ କହିଲେ ଭୁଲ ହବ, ବ୍ୟକ୍ତି ତାଙ୍କର କେଉଁ ଭାଷାରେ ଆପଣ ସମ୍ବୋଧନ କରିବେ ଆପଣଙ୍କ ପାଖରେ ଭାଷା ନାହିଁ ଆଜ୍ଞା। ତେଣୁକରି ଗୁରୁଙ୍କର ସଂସାରରେ ମହତ୍ଵ ଅଧିକ। ଆପଣଙ୍କୁ ମହାପ୍ରଭୁଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଗୁରୁଙ୍କୁ ଧରିବାକୁ ପଡ଼ିବ। ଗୁରୁ ବିନୁ ଭବାନଦୀ ତରଇ ନ କୋଇ, ଯୋ ଶିବ ବିରାଞ୍ଚି ସଂସ୍କାର ସମ ହୋଇ। ତେଣୁକରି ଦୁଇଟି କଥା, ପ୍ରଥମ ହେଲା ମଣିମାଙ୍କ ଉପରେ ଅତୁଟ ବିଶ୍ୱାସ ଏବଂ ଦ୍ୱିତୀୟ ଗୁରୁଙ୍କ ବାଣୀରେ ଅତୁଟ ପ୍ରେମ ଆଉ ଶ୍ରଦ୍ଧା। এই ଦୁଇଟି କଥା ଯଦି ଆମେ ନିଜ ଜୀବନରେ ପାଳନ କରିବା, ନିହାତି ଆମେ ଭବିଷ୍ୟତରେ ପ୍ରଭୁଙ୍କର ଦର୍ଶନ, ସାକ୍ଷାତକାର ଆଉ ମୋକ୍ଷ ପ୍ରାପ୍ତି, ମୁକ୍ତି ପ୍ରାପ୍ତି ଯାହାକୁ ଆମେ କହୁଛେ ନିହାତି ପ୍ରାପ୍ତ ହେବା। ଆଜି ପାଇଁ ବାଣୀକୁ ଏଇଠି ବିରାମ ଦେବା, 9:40 ହେଲାଣି। ଆଜି ପାଇଁ ବାଣୀକୁ ଏଇଠି ବିରାମ ଦେବା। ଟିକେ ଆନନ୍ଦରେ କୀର୍ତ୍ତନ କରିବା, ଏଇ ତ ଆନନ୍ଦ, ଆଉ କିଛି ନାହିଁ ଆଜ୍ଞା। ଇଏ କ'ଣ ଭାବିଲେ ଏଇଟା ପ୍ରବଚନ? ପ୍ରବଚନ ନୁହେଁ ଆଜ୍ଞା। କାହିଁକି? ପ୍ରବଚନ କେଉଁଠି କରାଯାଏ? ଗାଁ ଗାଁ ଲୋକ ବସିଥିବେ, ଜାଣିନଥିବେ କିଛି, ତାଙ୍କ ଆଗରେ ପ୍ରବଚନ। ଏଇଟା ତ ସର୍ବଜ୍ଞାନ, ଯେ ସର୍ବଜ୍ଞାନ ସମ୍ପନ୍ନ ନିଜେ ପ୍ରବକ୍ତା ମାରେ ନିଜେ ବସୁଛନ୍ତି, ସିଏ ଯାଇ କେତେ କେତେ ଜାଗାରେ କେଉଁଠି କଥା ନ କହିକି ଆସୁଛନ୍ତି। ତାଙ୍କ ଆଗରେ ଆମେ କ'ଣ ବା କଥା କହିବୁ? ତେଣୁକରି କହିବାର ଉଦ୍ଦେଶ୍ୟ କ'ଣ? ଏଇସବୁ ଆଲୋଚନା। ପ୍ରବଚନ କେଉଁଠି? ପ୍ରବଚନ ଗାଁ ଗାଁ ଲୋକମାନଙ୍କ ପାଖରେ ହୁଏ। ଆମର ଯେତେବେଳେ ଆମେ ଗୁରୁଙ୍କ ପାଖରେ ବସିଥାଉ ଆଜ୍ଞା, ପ୍ରକୃତରେ ଗୁରୁଙ୍କ ପାଖରେ କେବେ ପ୍ରବଚନ କରାଯାଏ ନାହିଁ। କାହିଁକିନା ଯିଏ ସର୍ବଜ୍ଞାନର ଅଧିକାରୀ, ଯିଏ ସର୍ବଜ୍ଞାତା, ତାଙ୍କ ପାଖରେ ଆପଣ କ'ଣ ବା ଜ୍ଞାନ କଥା କହିବେ? ତାଙ୍କ ପାଖରେ ଆଲୋଚନା କରାଯାଏ। କ'ଣ ପାଇଁ? ନା ଆଲୋଚନା କରିବା ଦ୍ୱାରା ଆମର ଜ୍ଞାନ ରୂପକ ଅନ୍ଧକାର ଧୀରେ 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 ନଷ୍ଟ ହେବ। ତେଣୁକରି ସବୁବେଳେ ଆଲୋଚନା କରିବାକୁ ଚେଷ୍ଟା କରିବା। ଜ୍ଞାନ ତ ଅନେକ ଲୋକ ଶାସ୍ତ୍ର ପଢ଼ୁଛନ୍ତି, ଅନେକ ଛାଡ଼ୁଛନ୍ତି ଜ୍ଞାନ। ଜ୍ଞାନ ନ ଛାଡ଼ି ଆମେ ଟିକେ ଆଲୋଚନା କଲେ ନିହାତି ରୂପେ ଆମେ କିଛି ନ ଜାଣିଥିଲେ ସବୁ ଜାଣିଥିବା, ଯଦି ଆଲୋଚନା କରିବା। ତେଣୁକରି ସବୁବେଳେ ପ୍ରଭୁଙ୍କ ପ୍ରତି ଦୃଢ଼ ବିଶ୍ୱାସ ଆଉ ଗୁରୁଙ୍କର ବାକ୍ୟରେ ଅତୁଟ ବିଶ୍ୱାସ, ଦୃଢ଼ତା ରଖିବା। ତାପରେ ମଣିମାଙ୍କର ଦେଖନ୍ତୁ କିପରି ଭାବରେ ଅହେତୁକ କୃପା ହେବ। ଆଜିକୁ ବାଣୀକି ଏଠି ବିରାମ ଦେବା। 2 ବାର ହରିକୀର୍ତ୍ତନ ନାମ କରିବା।